ଆଧ୍ୟାତ୍ମିକ ଆଉ ପୌରାଣିକ ବିଷୟରେ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଆଧ୍ୟାତ୍ମିକ ଶକ୍ତି ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ବା ସବୁଠାରୁ ଶକ୍ତିଶାଳୀ କିଏ? ବିଷ୍ଣୁ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ସବୁଠାରୁ ଶକ୍ତିଶାଳୀ। ଶିବ ପୁରାଣ ଅନୁସାରେ ଭଗବାନ ଶିବ ହେଉଛନ୍ତି ସର୍ବଶକ୍ତିମାନ। ଅନ୍ୟ କିଛି ପୁରାଣ ଅନୁସାରେ ବ୍ରହ୍ମା ସୃଷ୍ଟିକର୍ତ୍ତା ଆଉ ସର୍ବଶକ୍ତିମାନ ଅଟନ୍ତି। ସବୁ ପୁରାଣମାନେ ନିଜ ନିଜର ଭଗବାନଙ୍କୁ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ପ୍ରକୃତ ଭାବରେ ଦେଖିବାକୁ ଗଲେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଏମାନେ ତିନି ଦେବତା ନିରାକାରଙ୍କ ଅଂଶ ଅଟନ୍ତି ଏବଂ ଏମାନଙ୍କ ଶକ୍ତିର କ୍ଷମତା ସମସ୍ତଙ୍କ ତୁଳନାରେ ପ୍ରାୟ ସମସ୍ତଙ୍କର ସମାନ ହୋଇଥାଏ। ଶକ୍ତି ଆଉ ସାମର୍ଥ୍ୟ ଅନୁସାରେ ଦେଖିବାକୁ ଗଲେ ଭଗବାନ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ଆଉ ତାଙ୍କ ମୁଖ୍ୟ ଅସ୍ତ୍ରର ନାମ ବ୍ରହ୍ମ ଅସ୍ତ୍ର। ଭଗବାନ ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା ଆଉ ତାଙ୍କ ମୁଖ୍ୟ ଅସ୍ତ୍ରର ନାମ ନାରାୟଣାସ୍ତ୍ର। ଭଗବାନ ଶିବ ହେଉଛନ୍ତି ସଂହାରକର୍ତ୍ତା ଆଉ ତାଙ୍କ ମୁଖ୍ୟ ଅସ୍ତ୍ରର ନାମ ପାଶୁପତାସ୍ତ୍ର। ଅତୀତରେ ଯେବେ ବି ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ମଧ୍ୟରେ ଯୁଦ୍ଧ ହୋଇଛି, ସେହି ଯୁଦ୍ଧର ଫଳାଫଳ ଅମୀମାଂସିତ ହୋଇ ରହିଛି। ବ୍ରହ୍ମାସ୍ତ୍ର, ନାରାୟଣାସ୍ତ୍ର ଏବଂ ପାଶୁପତାସ୍ତ୍ର ଏହି ତିନି ଅସ୍ତ୍ର ସବୁ ଅସ୍ତ୍ରଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟନ୍ତି। ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ମଧ୍ୟରେ ଯୁଦ୍ଧରେ ଯଦି ଏହି ଅସ୍ତ୍ର ପ୍ରୟୋଗ କରାଯାଏ, ତାହେଲେ ଏହି ସୃଷ୍ଟି ଅସ୍ତ୍ରମାନଙ୍କ ବିନାଶକ ଶକ୍ତିରେ ଧ୍ୱଂସ ପାଇଯିବ। ଅତୀତରେ ଯେବେ ବି ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ମଧ୍ୟରେ ଘୋର ଯୁଦ୍ଧ ହୋଇଛି ଆଉ ସେମାନେ ଏହି ବିନାଶକାରୀ ଅସ୍ତ୍ରର ପ୍ରୟୋଗ କରିଛନ୍ତି, ସେତେବେଳେ ଦେବତାମାନେ ଯୁଦ୍ଧ ମଧ୍ୟକୁ ଆସି ଯୁଦ୍ଧକୁ ଅଟକାଇ ଦେଇଛନ୍ତି ଆଉ ସୃଷ୍ଟିର ବିନାଶକୁ ମଧ୍ୟ ଅଟକାଇ ଦେଇଛନ୍ତି। ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନିରାକାର ସର୍ବଶକ୍ତିମାନ ଏବଂ ସର୍ବଶକ୍ତିର ଅଧିକାରୀ ଅଟନ୍ତି ଆଉ ତାଙ୍କ ସନ୍ତାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ପରସ୍ପର ସମାନ ଶକ୍ତିର ଅଧିକାରୀ ଅଟନ୍ତି। କେହି ବଡ଼ ବା କେହି ସାନ ଅଟନ୍ତି ନାହିଁ।